ଯଦି ଆପଣମାନେ ସୁଭଦ୍ରା କିସ୍ତି ଥାର୍ଡ଼ କିସ୍ତି ପାଇନାହାନ୍ତି ବା ସେକେଣ୍ଡ କିସ୍ତି ପାଇନାହାନ୍ତି ବା ଫାଷ୍ଟ କିସ୍ତି ପାଇନାହାନ୍ତି ବା ଟୋଟାଲ ପାଇନାହାନ୍ତି ତ କେମିତି ଚେକ୍ କରିବେ? ଆପଣମାନେ ଭାବୁଥିବେ ମୁଁ କେମିତି ମୋବାଇଲରେ ଚେକ୍ କରିପାରିବି ସୁଭଦ୍ରା ଯୋଜନା ମୋର ଠିକ୍ ଅଛି ନା ନାହିଁ, ମୁଁ ଡକୁମେଣ୍ଟ ଠିକ୍ ଭାବରେ ଦେଇଥିଲି, ସବୁକିଛି ହେଇଥିଲା, ତ ମୋର କ'ଣ ପାଇଁ ମିଳୁନି, ମୁଁ ନିଜେ କେମିତି ଚେକ୍ କରିବି? ତ ଚାଲନ୍ତୁ ଆପଣଙ୍କୁ ଚେକ୍ କେମିତି କରିବେ ସେ ବିଷୟରେ ଆପଣଙ୍କୁ ଦେଖେଇବି। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓ ଭଲ ଲାଗିଲେ ଗୋଟେ ଲାଇକ୍ କରିଦେବେ। ଆଉ ଚ୍ୟାନେଲରେ ଯଦି ନୂଆ କରି ଭିଜିଟ୍ କରୁଛନ୍ତି ଚ୍ୟାନେଲ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ କଲ୍କୁ କ୍ଲିକ୍ କରିଦେବେ। ସୁଭଦ୍ରା ୱେବସାଇଟ୍ କେମିତି ଯିବେ? ପ୍ରଥମେ ଆପଣ କ୍ରୋମ୍ ବ୍ରାଉଜର ନହେଲେ ଗୁଗଲକୁ ଓପନ୍ କରନ୍ତୁ। ତାପରେ ସର୍ଚ୍ଚ କରନ୍ତୁ subhadra.odisha.gov.in। ଏଥିରେ ସର୍ଚ୍ଚ କଲେ ଆପଣଙ୍କ ଟୋଟାଲ ପୋର୍ଟାଲ ଖୋଲିଯିବ। ଏମିତି ମୁଁ ଯେମିତି ଆପଣ ମୋ ମୋବାଇଲରେ ଯେମିତି ସ୍କ୍ରିନ୍ ଦେଖୁଛି ସେମିତି ଆପଣଙ୍କର ବାହାରିଯିବ। ତ ଦେଖନ୍ତୁ ମୁଁ ଆପଣଙ୍କୁ ବଡ଼ କରି ଦେଖେଇବି। ଏଠି ଦେଇଛି ଦେଖନ୍ତୁ ଆଧାର ସଂଖ୍ୟା ଦିଅନ୍ତୁ। ଏଠି ଆପଣଙ୍କ ତଳେ ଯେଉଁ କ୍ୟାପସନ୍ ଦେଇଛି ତାକୁ ଆପଣଙ୍କର ଆଧାର ନମ୍ବର ଦେଲା ପରେ ଅଟୋମେଟିକ୍ ଆପଣଙ୍କର ଆଧାର ସହିତ ସେ OTP ଆସିଲା ପରେ ଖୋଲିଯିବ। ଏଠି ଯେଉଁ କ୍ୟାପସନ୍ ଦେଇଛି କ୍ୟାପସନ୍ ଯାହା ଦେଇଛି ସେଇଟା କ୍ୟାପସନ୍ ଦେଲା ପରେ ଆପଣଙ୍କର ଓପନ୍ ହେଇଯିବ। ଏଠି ଦେଇଛି ଆବେଦନ ପ୍ରକ୍ରିୟା, ଅଭିଯୋଗ, ନିର୍ଦ୍ଦେଶାବଳୀ, ଆପଣଙ୍କର ଯେକୌଣସି ଅପସନ୍ ଯିବା ପାଇଁ ଚାହୁଁଛନ୍ତି ଯାଇପାରିବେ। ଏଠି ଆପଣଙ୍କର ଯାହା ସବୁ ଅପସନ୍ ଦେଇଛି ତାକୁ ଫିଲ୍ଅପ୍ କଲା ପରେ ତ ଆପଣ ଠିକ୍ ଭାବରେ ଜାଣିପାରିବେ, ବୁଝିପାରିବେ। ସୁଭଦ୍ରା ଅଭିଯୋଗ ପୋର୍ଟାଲ ଦେଖନ୍ତୁ ଏମିତି ସବୁ ଦେଇଥାଏ। ଜନ୍ମ ତାରିଖ, ଆପଣ ନିର୍ଦ୍ଦେଶାବଳୀ, ଆପଣଙ୍କର ଯାହା ସବୁ ଦେଇଛି ସବୁ ପଢ଼ିକିରି ଅଟୋମେଟିକ୍ କରିପାରିବେ। ଆବେଦନକାରୀ ଯାଞ୍ଚ ତାଲିକା ସୁଭଦ୍ରା ଅଧୀନରେ ଲାଭ ପାଇବା ପାଇଁ ଆବଶ୍ୟକତା। ଯେଉଁ ମହିଳାମାନେ ଯୋଗ୍ୟ ଅଟନ୍ତି ଏବଂ ସୁଭଦ୍ରା ଅଧୀନରେ ଲାଭ ପାଇଁ ଆବେଦନ କରିଛନ୍ତି ସେମାନଙ୍କ ନିମ୍ନଲିଖିତ ସର୍ତ୍ତାବଳୀ ସୁନିଶ୍ଚିତ କରିବାକୁ ପଡ଼ିବ। ସେମାନଙ୍କ ନିଜ ନାମରେ ଆଧାର କାର୍ଡ଼, ଆଧାର ନମ୍ବର ରହିବା ଆବଶ୍ୟକ। ସେମାନେ ନିଶ୍ଚିତ ଭାବରେ ସେମାନଙ୍କ ମୋବାଇଲ ନମ୍ବରକୁ ଆଧାର କାର୍ଡ଼ ସହିତ ଲିଙ୍କ କରିବା ଦରକାର। ଏମିତି ଡିବିଟ୍ ମାଧ୍ୟମରେ ସକ୍ଷମ ଅଟେ। ଯଦି ହିତାଧିକାରୀଙ୍କ ପାଖରେ ଆଧାର ନମ୍ବର ନାହିଁ କିମ୍ବା ତାଙ୍କ ଆଧାର କାର୍ଡ଼ରେ ତଥ୍ୟ ମେଳ ଖାଉନାହିଁ ତେବେ ତାଙ୍କୁ ଆଧାର ଅଧୀନରେ ନିଜକୁ ପଞ୍ଜୀକରଣ କରିବାକୁ ପଡ଼ିବ କିମ୍ବା ଆବଶ୍ୟକ ଅନୁଯାୟୀ ତଥ୍ୟ ସଂଶୋଧନ କରିବା ପାଇଁ ପଡ଼ିବ। ଯଦି ହିତାଧିକାରୀଙ୍କ ଏକକ ଆଧାର ସକ୍ଷମ DBT ସକ୍ଷମ ବ୍ୟାଙ୍କ ଆକାଉଣ୍ଟ ନାହିଁ ତେବେ ତାଙ୍କୁ ଏକକ ଧାର ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ବ୍ୟାଙ୍କ ଆକାଉଣ୍ଟ ଆଧାର ସକ୍ଷମ କରିବା, ବ୍ୟାଙ୍କ ଆକାଉଣ୍ଟ DBT ସକ୍ଷମ, ତ ଏମିତି ରହିଛି। ତ ସେଇ ହିସାବରେ ଆପଣମାନେ ବୁଝିପାରିବେ। 2024-25 ଆର୍ଥିକ ବର୍ଷରେ ଅନୁମୋଦନ ତାରିଖ ନିର୍ବିଶେଷରେ ତ ଏମିତି ଅପସନ୍ ସବୁ ରହିଛି। ଆପଣମାନେ ଯାଇକରି ଯାଞ୍ଚ କରିପାରିବେ। ଆପଣଙ୍କର ୱେବସାଇଟ୍ରେ ମୋବାଇଲରେ ଯାଇକରି ଚେକ୍ କରିପାରିବେ। ଆଉ କାହା ଭରସାରେ ବି ରହିପାରିବେନି। ଭାବିବେ ଯେ ମୁଁ ଯାଇକରି ଦୋକାନରେ ଯାଇକରି ଅନଲାଇନ୍ରେ ସର୍ଚ୍ଚ କରିବି, ଅନଲାଇନ୍ରେ ଦେଖିବି, ସେମାନେ ବ୍ୟସ୍ତ ଭିତରେ ରହିକରି ସେମାନେ କିଛି କରିପାରିବେନି। ତ ଆପଣଙ୍କୁ ଖାଲି ଦେଖାଇ ଦେବେ ବାସ୍ ସେତିକି। ଆପଣ ନିଜେ ଚାହିଁଲେ ମୋବାଇଲରେ କିଛି କରିକିରି ନିଜେ ଜାଣିପାରିବେ। ଆଉ ଯଦି ଆପଣଙ୍କର ପଇସା ଆସିନି ତ ସେଥିରେ ଆପଣଙ୍କର କ'ଣ ଅସୁବିଧା ହେଇଛି ସେଥିରେ ଫର୍ମ ଫିଲ୍ଅପ୍ କରିବା ପାଇଁ ପଡ଼ିବ। ଆଉ ମୋବାଇଲ ନମ୍ବର ଦେଇକରି OTP ଆସିଲା ପରେ ଆରାମସେ ଚେକ୍ କରିପାରିବେ। ମୋବାଇଲରେ କିଛି ଅସୁବିଧା ନାହିଁ, ଇଜିରେ ଚେକ୍ କରିପାରିବେ। ତ ଭିଡ଼ିଓ ଯଦି ଆମର ପସନ୍ଦ ଆସିଥାଏ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ। ଯଦି ଏଇଭଳିଆ ଇନଫର୍ମେସନ୍ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଆଉ ଅନ୍ୟମାନଙ୍କ ପାଖକୁ ସେୟାର କରିଦିଅନ୍ତୁ, ଯାହାକି ଫଳରେ ସେମାନେ ବୁଝିପାରିବେ, ଜାଣିପାରିବେ ଆଉ ଏମିତି ବି ଫାଇଦା ଉଠାଇ ପାରିବେ। ଦେଖା ହେବ ଆଉ ଗୋଟେ ଭିଡ଼ିଓରେ। ରହୁଛି, ଜୟ ଜଗନ୍ନାଥ।